ବେଳ ଥାଉ ଥାଉ ଉପାୟ ନ କଲେ ଜୀବନଟା ଶୂନ୍ୟ ମରୁଭୂମି ପାଲଟିଯାଏ। କାରଣ ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ। ଆଜି ଆପଣ କରିଥିବା କର୍ମ କାଲିର ଭବିଷ୍ୟତ ନିର୍ମାଣ କରିବ। ସେଥିପାଇଁ ଜୀବନର ପ୍ରତିଟି କାର୍ଯ୍ୟର ନିର୍ଣ୍ଣୟ ଭାବିଚିନ୍ତି ନେବା ଉଚିତ। ଫେରି ଆସେ ସେହି ତାରିଖ, କିନ୍ତୁ ସେହି ଦିନ ଆଉ ଫେରି ନଥାଏ। ଲୋକ ସବୁବେଳେ ଆପଣଙ୍କ ସଫଳତାକୁ ହିଁ ଦେଖିଥାନ୍ତି, କେବେ ଏହା ଦେଖିନଥାନ୍ତି ଯେ ଆପଣ ସଫଳତାକୁ ପାଇବା ପାଇଁ କେତେ ପରିଶ୍ରମ କରିଛନ୍ତି। ଜୀବନରେ ସବୁବେଳେ ଦ୍ୱିତୀୟ ପସନ୍ଦକୁ ଗ୍ରହଣ କରିବା ବହୁତ କଷ୍ଟଦାୟକ ହୋଇଥାଏ। ସେ ପ୍ରେମ ହେଉ କିମ୍ବା ବନ୍ଧୁତ୍ୱ। ଗୋଟିଏ ମିଛ ହଜାରେ ମିଛ କୁହାଇବ। ଆପଣ ସତ କୁହନ୍ତୁ, ଲୋକ ନିଶ୍ଚିତ ବୁଝିବେ। ଜୀବନ 2 ଦିନର ହେଉ କି 4 ଦିନର, କିଛି ଯାଏ ଆସେ ନାହିଁ। ଏଠି ଏମିତି ବଞ୍ଚ ଯେମିତିକି ଜୀବନ ତୁମକୁ ମିଳିନି, ତୁମେ ଜୀବନକୁ ମିଳିଛ। ସବୁଠାରୁ ସୁନ୍ଦର ହେଉଛି ଆପଣଙ୍କର କଥାବାର୍ତ୍ତା। ଏହାଦ୍ୱାରା ଆପଣ ଚାହିଁଲେ କାହା ମନ କିଣିପାରିବେ, ଆଉ ଚାହିଁଲେ କାହା ମନ ଭାଙ୍ଗି ବି ପାରିବେ। କାହାକୁ ଦେବା ପାଇଁ ସବୁଠାରୁ ଭଲ ଗିଫ୍ଟ ତାର ଫିଲିଂସକୁ ବୁଝିବା ଆଉ ତାକୁ ରେସ୍ପେକ୍ଟ କରିବା। ମନୁଷ୍ୟ ବିଶ୍ୱାସ ଦ୍ୱାରା ନିର୍ମିତ ହୋଇଥାଏ। ଯେପରି ସେ ବିଶ୍ୱାସ କରେ ସେହିପରି ସେ ହୋଇଥାଏ। ଏ ଦୁନିଆକୁ ଖାଲି ହାତରେ ଆସିଥିବା ମଣିଷ ସବୁକିଛି ପାଇବା ପାଇଁ ଜୀବନ ସାରା ଷ୍ଟ୍ରଗଲ କରିଥାଏ, ଆଉ ଶେଷରେ ସବୁକିଛି ଛାଡ଼ି ଖାଲି ହାତରେ ଏ ସଂସାରରୁ ଚାଲି ଯାଇଥାଏ। ଯେଉଁ କଥା ରଖିପାରିବନି ସେହି କଥା କାହାକୁ ଦିଅ ନାହିଁ, କାହିଁକି ନା ତୁମର ଏହି ମିଛ ପ୍ରତିଶ୍ରୁତି କାହା ଓଠରୁ ସବୁଦିନ ପାଇଁ ହସ ଛଡ଼େଇ ନିଏ। ଅନ୍ୟର କଥା ଶୁଣି କାହାର ପ୍ରତିଛବି ନିଜ ମନରେ ତିଆରି କରିବା ମୂର୍ଖାମି ହୋଇଥାଏ। ସମୟ ସାଥିରେ ଅନେକ କିଛି ବଦଳିଯାଏ। ଲୋକମାନେ ବି, ଅନୁଭବ ବି, ବେଳେବେଳେ ଆମେ ନିଜେ ବି। ବହୁରୂପୀ ଏଣ୍ଡୁଅ ବିପଦ ଦେଖି ରଙ୍ଗ ବଦଳାଏ, କିନ୍ତୁ ମଣିଷ ସୁଯୋଗ ଦେଖିଲେ ରଙ୍ଗ ବଦଳାଏ। ଯେତେବେଳେ ସମସ୍ୟା ଆସିଥାଏ, ସେହି ସମୟରେ ସମାଧାନଟିଏ ମଧ୍ୟ ଜନ୍ମ ନିଏ। ତେଣୁ ଅସମୟରେ ବିଚଳିତ ନ ହୋଇ ସମସ୍ୟାକୁ ସାମ୍ନା କରିବା ଶିଖନ୍ତୁ। କେବେ ବି ନିଜ ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାହିଁକି ନା ଭଗବାନ ସର୍ବଦା ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହିଁ ଅଭିନୟ କରିବାର ସୁଯୋଗ ଦେଇଥାନ୍ତି। ସବୁ ତୀର୍ଥକ୍ଷେତ୍ର ଭ୍ରମଣ କରିବା ଅପେକ୍ଷା ନିଜ ପିତାମାତାଙ୍କ ସେବାରେ ନିଜକୁ ବିତେଇ ଦେବା ହିଁ ସବୁଠାରୁ ବଡ଼ ପୁଣ୍ୟ ଅଟେ।